ନା टिके कहले ମୋ ନାଁ ସୁଦୀପ୍ତ ଶୁଭଦୀପ ଖୋର୍ଦ୍ଧା ପାନବରଜରୁ ଆସିଥିଲୁ। खोर्धा पान बरज ଆଜ୍ଞା गोटे गाँ अच्छे कि ଆଜ୍ଞା ଆଜ୍ଞा पान बरज माने बेसी पान बरज सेठी ସେଠି अच्छे ହୁଏନି କିନ୍ତୁ ଗାଁ ନାଁ ପାନବରଜ ଆଉ। हाय देख गाँ ना पान बरज किंतु सबुठ अधिका काकटपुर चंदनपुर पान बरज सेठी पान बरज गाँ ना किंतु आपणकर खोर्धारे पान बरज गाँ हौ अनुभूति कौन है कौन केमती प्रभु को पाइले ଆମେ ତ ପିଲାବେଳୁ ଏଇଠୁ ଜଗନ୍ନାଥ ଦର୍ଶନ କରି ଆସୁଛୁ କିନ୍ତୁ ଅନୁଭୂତି ହେଉଛି ଗୋଟେ ଏମିତି ରାତିରେ ଥରେ ସାଙ୍ଗମାନେ ଆସିଥିଲୁ 12ଟାରେ ବାହାରିଲୁ ଘରୁ ଜଗନ୍ନାଥ ଦର୍ଶନ କରିବାକୁ ଆସିଲା ବେଳକୁ ସମସ୍ତେ କହିଲେ ଭାବିଲୁ ପଢ଼ ଯାଇଥିବୁ ସକାଳୁ ଦର୍ଶନ କରିକି ଯିବା କିନ୍ତୁ ସେଦିନ କହିଲେ ଯେ ନାଇଁ ଖୋଲା ଅଛି ଆସିଲା ବେଳକୁ 2ଟାରେ ପହଞ୍ଚିଲୁ ପଢ଼ ବନ୍ଦ ଥିଲା ତାପରେ 3ଟା ବେଳକୁ କହିଲେ ଖୋଲିବ ତାପରେ ଦର୍ଶନ କଲୁ ଠାକୁର ଦର୍ଶନ 3ଟାରେ ପଢ଼ ଖୋଲିଲା ପରେ ଦର୍ଶନ କଲୁ ସେଠି ଭିତରେ ଜଣେ ପଣ୍ଡା ଥିଲେ ମୁଁ ଗୋଟେ ଫୁଲଟେ ଆଣୁଥିଲି ସେ କହିଲେ କ'ଣ ଠାକୁରଙ୍କ ଘରକୁ ନେଇଯିବୁ ନା କ'ଣ ଠାକୁରଙ୍କୁ ନେଇଯିବ ନା କ'ଣ ମୁଁ କହିଲି ତାପରେ ସେଠୁ ଆସିଲୁ ଆସିଲା ବେଳକୁ ଏଇ ଆମ ଗରୁଡ଼ ସ୍ତମ୍ଭ ପାଖରେ ଗୋଟେ ମୋ ମାଳଟେ ଗୋଟେ ଥୁଆ ହେଇଥିଲା ମୁଁ ସେ ସେଇଟା ନେଇକି ଯାଇଥିଲି ମୁଁ କହିଲି ଯାହା ହଉ ଠାକୁର ଶୁଣିଛନ୍ତି ମାଳଟେ ଥୋଇଥିଲେ ବୋଧେ ମୋତେ ନେବା ପାଇଁ ଆଉ ପ୍ରକୃତରେ ସେଦିନର ଘଟଣା ମାଳ ଖୋଜିବା ମାଳ ପାଇବା ଇଏ ଅନୁଭବ ପ୍ରଭୁଙ୍କୁ ଡାକିଥିଲେ ସେ ମାଳ ନେଇ କ'ଣ କଲେ ଆପଣ ରଖିଛି ଆଜି ବି ଘରେ ଅଛି ଆଜ୍ଞା ଘରେ ରଖିଛି କେତେ ବର୍ଷ ତଳର ଇଏ ଘଟଣା ବର୍ଷେ ତଳର ଗଲା ବର୍ଷ ଆଉ ଏମିତି ବି ଗୋଟେ ଗୋଟେ ଭାବନା ହଠାତ୍ ଆସେ ମୁଁ ଜଗନ୍ନାଥଙ୍କର ଟିକେ ଫୁଲ ଜଗନ୍ନାଥଙ୍କର ପତାକା ଜଗନ୍ନାଥଙ୍କର ନିର୍ମାଲ୍ୟ ଏ ଭାବନା ଘରେ ରଖିବା ଦ୍ୱାରା କିଛି ଅନୁଭବ କଲେ ଆଜ୍ଞା ମାନେ ଯେଉଁଟା ମୁଁ ଭାବୁଥିଲି ମୋର ଜିନିଷ ହେଇପାରୁନି କେତେଟା ଜିନିଷ ଧୀରେ ଧୀରେ ସେଗୁଡ଼ା ସବୁ ହେଇଗଲା କାମରା ଗୁଡ଼ା ଯେଉଁଟା ବନ୍ଦ ବାନ୍ଦ ହେଇକି ଥିଲା ସେଟା ଧୀରେ ଧୀରେ ହେଇଯାଉଛି କାମ ହେଇଯିବାକୁ ଏପଟେ ବିଶ୍ୱାସ ବଢ଼ି ବଢ଼ି ଯାଉଛି କାମ ହେଇ ଚାଲୁ ବିଶ୍ୱାସ ଆହୁରି ଆପଣଙ୍କର ବଢ଼ୁ ଜୟ ଜଗନ୍ନାଥ ଟିଭି ଦେଖନ୍ତି ଆଜ୍ଞା ସବୁଦିନ ସକାଳୁ ଆମର ଘରେ ଲାଗିବ ଜୟ ଜଗନ୍ନାଥ ଟିଭି ଲାଗେ ମାନେ ନହେଲେ 10ଟା ପରେ ଯାଇକି ଆଉ ଯାହା ଚ୍ୟାନେଲ୍ ଚେଞ୍ଜ ହୁଏ ପିଲା ଦେଖିବେ ବୋଲି ନହେଲେ ସକାଳୁ 7ଟାରୁ 6ଟା 6:30ଟାରୁ ଲାଗିବ 10ଟା ପର୍ଯ୍ୟନ୍ତ ଜୟ ଜଗନ୍ନାଥ ଟିଭି ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଜୟ ଜଗନ୍ନାଥ।